ଯୁବରାଜ ସିଂ ବାବୁ, ଆପଣଙ୍କ ଗୃହରେ ବହୁତ ସମୟ ଧରି ସମସ୍ୟା ଲାଗି ରହିଛି। 8 ବର୍ଷ ହେଇଗଲାଣି ତଥା ଆପଣଙ୍କ ଗୃହରେ ଜଣେ ମହିଳା ତନ୍ତ୍ରକ୍ରିୟା କରିଛନ୍ତି, ଯେପରିକି ଆପଣଙ୍କର ମାନ ସମ୍ମାନ ସବୁ କିଛି ନଷ୍ଟ ହେଇଯିବ। ଆପଣଙ୍କର ପୁତ୍ରଙ୍କର ହିଁ ମୁଖ୍ୟତଃ କାମନା ନେଇ ଆପଣ ଆସିଛନ୍ତି। ଆପଣଙ୍କର ପୁଅ ଅଲଗା ଗୋଟିଏ ସମାଜର ଝିଅର ପ୍ରେମରେ ପଡ଼ିଯାଇଛନ୍ତି ତଥା ତାରି ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି। ଆପଣମାନଙ୍କ ସାଙ୍ଗରେ ନା ସେ ରହିବା ପାଇଁ ଚାହୁଁଛନ୍ତି, ନା କଥାବାର୍ତ୍ତା କରିବା ପାଇଁ ଚାହୁଁଛନ୍ତି ଏବଂ ଆପଣମାନଙ୍କ ପ୍ରତି ତାଙ୍କ ମନରେ ଗୋଟେ ଘୃଣା ଆସିଯାଇଛି। ଆପଣମାନଙ୍କୁ ଦେଖିବା ପାଇଁ ଚାହୁଁନାହାନ୍ତି, କଥାବାର୍ତ୍ତା ମଧ୍ୟ ହେବା ପାଇଁ ଚାହୁଁନାହାନ୍ତି। ଆପଣମାନଙ୍କ ସହିତ କଥା ହେଲେ ରାଗି ଯାଉଛନ୍ତି, କଥାବାର୍ତ୍ତା ହେଲା ମଧ୍ୟ କ୍ରୋଧ ଆସୁଛି, ଚିଡ଼ି ଯାଉଛନ୍ତି, ଘୃଣା ସୃଷ୍ଟି ହେଇଯାଇଛି। ସେ ଝିଅ ନିଜ ଆୟତ୍ତରେ କରିକି ରଖିଛନ୍ତି। ସେ ଝିଅଟି ବଶରେ କରିକି ରଖିଛି, ତନ୍ତ୍ରକ୍ରିୟା କରିଛି। ସେଥିପାଇଁ ଆପଣଙ୍କ ପୁଅ ତା ପ୍ରେମରେ ପାଗଳା ହେଇଯାଇଛି। ତାକୁ କେବଳ ସେଇ ଝିଅଟି ଦେଖାଯାଉଛି। ଆଉ କାହା ବିଷୟରେ ଭାବିବାକୁ ମଧ୍ୟ ଚାହୁଁନାହାନ୍ତି। ସେ ବିବାହ ମଧ୍ୟ କରିବା ପାଇଁ ଚାହୁଁନାହାନ୍ତି। ଯଦି କରିବେ ତାଙ୍କରି ସାଙ୍ଗରେ ବିବାହ କରିବେ, ତା ସାଙ୍ଗରେ ରହିବେ। ଏପରି ତନ୍ତ୍ରକ୍ରିୟା ହୋଇଛି। ପୁରାପୁରି ଜିଦି ଧରିକି ବସିଛି ସେ। ଠିକ୍ ଅଛି? ଠିକ୍ ହେଇଯିବେ, ଚିନ୍ତା କରନ୍ତୁନି। ପେଶୀ କରିବାକୁ ପଡ଼ିବ ବାରମ୍ବାର। ଠିକ୍ ହେଇଯିବ। ଠିକ୍ ଅଛି। ଆସନ୍ତୁ, ବସନ୍ତୁ ସେପଟେ ଯାଇକି।